ଆଜିର ଅମଳବାଣୀରେ ସମସ୍ତଙ୍କୁ ମୋର ସ୍ୱାଗତ ଜଣାଏ। ଆଜିର ଅମଳବାଣୀ ହେଲା, ଥରେ ଜଣେ ମଣିଷ କହିଲୁକୁ କହିଲା, ତୁ ଯଦି କଲା ହେଇନଥାନ୍ତୁ କେତେ ସୁନ୍ଦର ହୋଇଥାନ୍ତୁ। ଆଉ ସମୁଦ୍ରକୁ କହିଲା, ତୋ ପାଣି ଯଦି ଲୁଣି ହୋଇନଥାନ୍ତା କେତେ ସୁନ୍ଦର ହୋଇନଥାନ୍ତା। ଏବଂ ଗୋଲାପକୁ କହିଲା, ତୋ ଦେହରେ ଯଦି କଣ୍ଟା ନଥାନ୍ତା କେତେ ସୁନ୍ଦର ହୋଇନଥାନ୍ତା। ସେ ତିନି ଜଣ ମିଶି ଏକା ସାଙ୍ଗରେ ସେ ମଣିଷକୁ କହିଲେ, ହେ ମଣିଷ, ତୋ ପାଖରେ ଯଦି ଅନ୍ୟମାନଙ୍କ ଦୁର୍ବଳତା ବାଛିବାର ଗୁଣ ନଥାନ୍ତା କେତେ ସୁନ୍ଦର ହୋଇନଥାନ୍ତା। ସେଥିପାଇଁ ଆମେ ଅନ୍ୟର ଦୁର୍ଗୁଣ ଦେଖିବା ଉଚିତ ନୁହେଁ। ଏଇଟା ଥିଲା ଆଜିର ଅମଳବାଣୀ।